टीसीएस ର ନିଦା ଖାନ ନା ତ ଆପଣ ମନେ ରଖିଥିବେ। ସେ ବହୁତ ଦିନ ଲୁଚିବା ପରେ ଫାଇନାଲି ଧରା ପଡ଼ିଛନ୍ତି ଏବଂ ଧରା ପଡ଼ିବା ପରେ ଯୋଉ ଡାଟା ତାଙ୍କ ଲ୍ୟାପଟପରୁ ବାହାରୁଛି ସେଟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ସେ ପାଖାପାଖି 136ଟି ଦେଶରେ ବିଭିନ୍ନ ସାମ୍ପ୍ରତିକ ସଂଗଠନ ସହିତ ଜଡ଼ିତ ଥିଲେ। ଖାଲି ସେତିକି ନୁହେଁ, ପାକିସ୍ତାନରେ ଥିବା ବହୁତ ଗୁଡ଼ିଏ ସଂଗଠନ ସହିତ ସେ ଭିଡ଼ିଓ କଲରେ ମଧ୍ୟ ବହୁବାର କଥା ହେଇଛନ୍ତି। ଦର୍ଶାଯାଉଛି ଯେ ସେ ଅତୀତରେ 100ରୁ ଅଧିକା ହିନ୍ଦୁ ଝିଅଙ୍କର ଧର୍ମ ପରିବର୍ତ୍ତନ କରିଛନ୍ତି। ଏକଥା ଶୁଣି ଖାଲି ପୋଲିସ ନୁହେଁ, ଇଭିନ୍ ଜଜ୍ ମଧ୍ୟ ଆଶ୍ଚର୍ଯ୍ୟ ହେଇଯାଇଥିଲେ। ଦର୍ଶକ ବନ୍ଧୁ, ଆପଣ ଭାବନ୍ତୁ କି ଧରଣର ଧର୍ମାନ୍ତରଣ ଜିହାଦ ଚାଲିଛି। ଆଉ ଯେତେବେଳେ ଏତେ ହାଇଲି କ୍ୱାଲିଫାଏଡ୍ ଲୋକ ଧର୍ମାନ୍ତରଣ ଜିହାଦରେ ରହିବେ ତାହେଲେ କ'ଣ ହେଇପାରେ? ଏଇଟା ହେଉଛି ତାର ଗୋଟେ ମାତ୍ର ଛୋଟ ଉଦାହରଣ। ଆପଣମାନଙ୍କ ମତାମତ ନିଶ୍ଚୟ ଜଣାଇବେ।